ବାସ୍ତବରେ ଏ ଦୁନିଆରେ ସବୁଠୁ ସୁଖୀ କିଏ? ଆସନ୍ତୁ ଏହି ବିଷୟରେ ଜାଣିବା। ଗୌତମ ବୁଦ୍ଧଙ୍କର ଏକ ଲୋକପ୍ରିୟ କାହାଣୀ ମାଧ୍ୟମରେ ଆମେ ସବୁବେଳେ ସେଇ ଜିନିଷ କଥା ଭାବିଥାଉ ଯାହା ଆମ ପାଖରେ ନାହିଁ। ସେଇ ଜିନିଷକୁ ପାଇବା ପାଇଁ ଲଗାତାର ଚେଷ୍ଟା ଜାରି ରଖିଥାଉ। କିନ୍ତୁ ଆମେ ଗୋଟିଏ କଥା ୟା ଭିତରେ ଭୁଲି ଯାଇଥାଉ କି ଆମେ ଯେଉଁ ଜିନିଷଟି ପାଇବାକୁ ଏତେ ଚେଷ୍ଟା କରୁଛୁ ତା ପାଇଁ ଆମ ବର୍ତ୍ତମାନ ଜୀବନରେ ଶାନ୍ତି ନଷ୍ଟ ହେଉଛି। ଆମର ବର୍ତ୍ତମାନର ସମସ୍ତ ଖୁସି କୁଆଡ଼େ ଉଭେଇ ଯାଉଛି। ଏହି କାହାଣୀଟିରୁ ଆମେ ଜାଣିପାରିବା ଯେ ଜୀବନରେ ସୁଖୀ ରହିବାର ମୂଳ ମନ୍ତ୍ରଟି କ'ଣ, କେମିତି ଜୀବନକୁ ଖୁସିରେ ଆନନ୍ଦରେ ଅତିବାହିତ କରିପାରିବା। କାହିଁକି ନା ବର୍ତ୍ତମାନ ଆପଣଙ୍କ ପାଖରେ ଯେଉଁ ସମୟ ଅଛି ଏହା ଜୀବନରେ ଆଉ ଦ୍ୱିତୀୟ ଥର ଫେରିବନି। ବହୁତ ଦିନ ତଳର କଥା, ଗୋଟିଏ ଗାଁରେ ଜଣେ ବହୁତ ଗରିବ ଲୋକ ରହୁଥିଲେ। ସେ ଯେବେ ବି କୌଣସି ଧନୀ ବ୍ୟକ୍ତିଙ୍କୁ ଦେଖୁଥିଲେ ତ ମନେ ମନେ ଏଇଆ ଚିନ୍ତା କରୁଥିଲେ, ହେ ଭଗବାନ, ମୋତେ କାହିଁକି ଏତେ ଗରିବ ଘରେ ଜନ୍ମ ଦେଲେ? ଏ ଧନୀ ବ୍ୟକ୍ତିମାନଙ୍କୁ ଦେଖ କେମିତି ନିଜର ଜୀବନକୁ ଉପଭୋଗ କରୁଛନ୍ତି। ଜୀବନର ପ୍ରକୃତ ଆନନ୍ଦ ତ ସେଇମାନେ ପାଉଛନ୍ତି। ଅନ୍ୟପଟେ ମୋତେ ଦେଖନ୍ତୁ, ଗୋଟିଏ ଗୋଟିଏ ଟଙ୍କା ପାଇଁ ମୁଁ ତରସି ଯାଉଛି। ମୋ ପାଇଁ ସ୍ୱପ୍ନ, ମୋ ପାଖରେ କିଛି ବି ପଇସା ନାହିଁ। ଅନ୍ୟପଟେ ସେମାନେ ନିଜ ପଇସାକୁ ଅକାରଣରେ ବର୍ବାଦ କରୁଛନ୍ତି। ହେ ଭଗବାନ, ମୋତେ ବି ଧନୀ କରିଦିଅ। ଏମିତି ସବୁଦିନ କହୁଥାନ୍ତି। ଦିନେ ସେଇପଟ ଦେଇ ଜଣେ ବୌଦ୍ଧ ଭିକ୍ଷୁ ଯାଉଥିଲେ। ସେ ଭିକ୍ଷୁ ଜଣକ ଏଇ ଗରିବ ଲୋକଟିର ସବୁ କଥା ଶୁଣି ଦେଇଥିଲେ। ତେବେ ସେଇ ଭିକ୍ଷୁ ଜଣକ ଏଇ ଗରିବ ଲୋକ ଜଣକ ପାଖକୁ ଆସିଛନ୍ତି। କ'ଣ ହେଇଛି ବତ୍ସ, ତୁମେ ଏତେ ଚିନ୍ତିତ କାହିଁକି? କ'ଣ କିଛି ଅସୁବିଧା ହେଇଛି? ଏବେ ସେଇ ଗରିବ ଲୋକ ଜଣକ କହିଛନ୍ତି, ହେ ଗୁରୁଦେବ, ମୋ ଜୀବନରେ ବହୁତ ଦୁଃଖ। ମୁଁ ଏଠାକାର ସବୁଠୁ ଗରିବ ଲୋକ। ମୋ ପାଖରେ ତ ଦିଓଳି ଦି ମୁଠା ଖାଇବାକୁ ବି ପଇସା ଅଣ୍ଟୁନି। ଗୋଟିଏ ଗୋଟିଏ ଟଙ୍କା ମୋ ପାଇଁ ସ୍ୱପ୍ନ। ଏତେ ବଡ଼ ଦୁନିଆରେ ମୋର କେହି ବି ନାହାନ୍ତି। ମୁଁ ସୁଖୀ ହେବାକୁ ଚାହେଁ। ମୋତେ ବହୁତ ଟଙ୍କା ଦରକାର। ମୁଁ ଧନୀ ହେବାକୁ ଚାହେଁ। ହେ ମହାତ୍ମା, କ'ଣ ଆପଣଙ୍କ ପାଖରେ କିଛି ସେମିତି ଉପାୟ ଅଛି ଯେମିତି ମୁଁ ଖୁବ୍ ଶୀଘ୍ର ଧନୀ ହେଇପାରିବି ଆଉ ମୋ ପାଖରେ କୌଣସି ଜିନିଷର ଅଭାବ ରହିବନି? ବ୍ୟକ୍ତି ଜଣକର ଏମିତି ବାକ୍ୟ ଶୁଣିଲା ପରେ ସେ ଭିକ୍ଷୁ ଜଣକ କିଛି ସମୟ ନୀରବ ରହିଛନ୍ତି। କହିଛନ୍ତି, ଠିକ୍ ଅଛି, ଏବେ ମୋ ସହିତ ଆସ। ଏତିକି କଥା ହେଇ ସେ ଭିକ୍ଷୁ ଜଣକ ସେ ଗରିବ ଲୋକଟିକୁ ଜଣେ ଧନୀ ଲୋକ ଘରକୁ ନେଇଯାଇଛନ୍ତି। ସେଇ ଧନୀ ବ୍ୟକ୍ତିଙ୍କର ଘର ଦେଖି ଗରିବ ଜଣକ ଚକିତ ହୋଇଯାଇଛନ୍ତି। ସେ ଭିକ୍ଷୁ ଜଣକୁ କହିଛନ୍ତି, ହେ ଗୁରୁଦେବ, ଏତିକି ଧନୀ ହେବା ପାଇଁ ତ ମୁଁ କିଛି ବି କରିପାରେ। କାଶ ମୋ ପାଖରେ ଏତିକି ସମ୍ପତ୍ତି ଥାନ୍ତା କି ଜୀବନର ଭରପୁର ଆନନ୍ଦ ନେଇଥାନ୍ତି। ଏଥର ସେ ଭିକ୍ଷୁ ଜଣକ ମନ୍ଦ ମନ୍ଦ ହସୁଥିଲେ ଆଉ ସେ ଗରିବ ଲୋକ ଜଣକୁ କହିଥିଲେ, ସେଇଥିପାଇଁ ତ ତୁମକୁ ଏଠି ଆଣିଛି। ଏତିକି କଥା ହେଇ ସେ ଭିକ୍ଷୁ ଜଣକ ବ୍ୟକ୍ତି ଜଣକୁ ସେଇ ଘରର ମାଲିକଙ୍କ ପାଖକୁ ନେଇଯାଇଛନ୍ତି। ଆଉ ସେ ଧନୀ ବ୍ୟକ୍ତି ଜଣକୁ କହିଛନ୍ତି, ତୁମ ପାଖରେ ତ ଏତେ ଧନ ସମ୍ପତ୍ତି ଅଛି, ଏତେ ବଡ଼ ଘର ଆଉ ସବୁ ପ୍ରକାରର ଆଧୁନିକ ସୁବିଧା ମଧ୍ୟ ଅଛି। କ'ଣ ତୁମେ ସୁଖୀ ଅଛ? ଏଥର ବ୍ୟକ୍ତି ଜଣକ ଟିକେ ନୀରବ ରହିଲା ପରେ ସେ ଭିକ୍ଷୁ ଜଣକୁ କହିଛନ୍ତି, ହେ ଗୁରୁବର, ଏ କେମିତିକା ସୁଖ? କେବଳ ଧନ ସମ୍ପତ୍ତି ଥିଲେ କ'ଣ ହବ? ମୁଁ ତ ଜନ୍ମରୁ ଅନ୍ଧ। ଆଉ ଜଣେ ଅନ୍ଧ ଜୀବନରେ ସୁଖ କେଉଁଠୁ ଆସିବ? ସୁଖୀ ତ ସେହି ଲୋକମାନେ ଯାହା ପାଖରେ ନିଜର ଆଖି ଅଛି, ଏ ଦୁନିଆର ଆଲୁଅ ଦେଖିପାରୁଛନ୍ତି, ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିପାରୁଛନ୍ତି। ହେ ଗୁରୁବର, ମୁଁ ତ କେବଳ ଏତିକି ଚାହୁଁଛି କି କେବଳ କିଛି ସମୟ ପାଇଁ ହେଉନା ପଛେ ଏ ସଂସାରକୁ ଥରେ ଦେଖିବା ପାଇଁ ମୋତେ ସୁଯୋଗ ମିଳନ୍ତା କି? ଥରେ ଯଦି ମୋର ମାତା ପିତା ଆଉ ନିଜ ସମ୍ପର୍କୀୟମାନଙ୍କୁ ଦେଖିପାରନ୍ତି ନା, ମୁଁ ନିଜକୁ ଧନ୍ୟ ମନେ କରନ୍ତି। ଆଉ ତା ବଦଳରେ ମୋତେ କେହି ମୋର ସବୁ ସମ୍ପତ୍ତି ମାଗିଲେ ବି ଦେଇଦିଅନ୍ତି। ମୋ ପରି ଦୁଃଖୀ ଏ ସଂସାରରେ କେହି ନଥିବେ। ହେ ଭଗବାନ, ମୋତେ କାହିଁକି ଅନ୍ଧ କରି ପଠେଇଲେ? ଏଥର ସେ ବୌଦ୍ଧ ଭିକ୍ଷୁ ଜଣକ ସେ ଗରିବ ବ୍ୟକ୍ତି ଜଣକୁ ଇସାରାରେ ପଚାରିଛନ୍ତି, ତୁମ ପାଖରେ ତ ଏବେ ବହୁତ ବଡ଼ ସୁଯୋଗ ଅଛି। ତୁମେ ଚାହିଁଲେ ନିଜର ଆଖି ଦାନ କରିପାରିବ
ଆଉ ତା ବଦଳରେ ଏ ସବୁ ସମ୍ପତ୍ତିର ମାଲିକ ହୋଇପାରିବ। ତୁମେ ଜଣେ ଧନୀ ବ୍ୟକ୍ତି ହୋଇଯିବ, ତୁମକୁ ତୁମର ସବୁ ଖୁସି ମିଳିଯିବ। ଆର ପଟେ ସେ ଅନ୍ଧ ଜଣକୁ ମଧ୍ୟ ନିଜର ପ୍ରକୃତ ଖୁସି ମିଳିଯିବ। ଏଥର ସେ ଗରିବ ବ୍ୟକ୍ତି ଜଣକ କହିଛନ୍ତି, ନାହିଁ ଗୁରୁବର, ଆପଣ ଇଏ କ'ଣ କହୁଛନ୍ତି? ଆଖି ଯଦି ନଥିବ ମୁଁ ଧନୀ ହୋଇ କରିବି କ'ଣ? ନାଇଁ, ଆପଣ ବରଂ କିଛି ଅନ୍ୟ ଉପାୟ କରନ୍ତୁ। ଗୁରୁଜନକ କଥାଟି ପୁଣି ଦୋହରାଇଛନ୍ତି। ଦେଖ, କଥାଟିକୁ ଭାବ ଆଉ ଥରେ। ଏମିତି ସୁଯୋଗ କିନ୍ତୁ ସବୁବେଳେ ଆସିନଥାଏ। ଗରିବ ଲୋକ ଜଣକ କହିଛନ୍ତି, ନାହିଁ ଗୁରୁବର, ମୁଁ ସେମିତି କରିପାରିବିନି। ଗୁରୁବର କହିଛନ୍ତି, ହଉ ଠିକ୍ ଅଛି, ତେବେ ଆଉ ଏକ ଉପାୟ ଅଛି। ଏଥର ସେ ବୌଦ୍ଧ ଭିକ୍ଷୁ ଜଣକ ଏ ବ୍ୟକ୍ତି ଜଣକୁ ଆଉ ଜଣେ ଧନୀ ବ୍ୟକ୍ତିଙ୍କ ଘରକୁ ନେଇଯାଇଛନ୍ତି। ଏ ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଘରଟି ପ୍ରଥମ ବ୍ୟକ୍ତି ଠାରୁ ବି ଆହୁରି ବଡ଼ ଥିଲା, ଆହୁରି ସୁନ୍ଦର ମଧ୍ୟ। ଏ ଗରିବ ଲୋକ ଜଣକ କହିଛନ୍ତି, ଆରେ ଚମତ୍କାର, ଏତେ ବଡ଼ ଘର ତ ମୋ ଜୀବନରେ ବି କେବେ ଦେଖିନଥିଲି। ଘରର ମାଲିକ କେତେ ଭାଗ୍ୟବାନ ହେଇଥିବେ। ଏତିକି ବେଳେ ସେ ବୌଦ୍ଧ ଭିକ୍ଷୁ ଜଣକ ଏ ବ୍ୟକ୍ତି ଜଣକୁ ସେ ଘରର ମାଲିକଙ୍କ ପାଖକୁ ନେଇଯାଇଛନ୍ତି ଆଉ ପଚାରିଛନ୍ତି, ଆଚ୍ଛା, ଆପଣ ତ ବହୁତ ସୁଖୀ ନା? ଆପଣଙ୍କ ପାଖରେ ଏତେ ବଡ଼ ଘର ଅଛି, ଏତେ ଧନ ସମ୍ପତ୍ତି ଅଛି, ଗାଡ଼ି ବାଡ଼ି ସବୁ କିଛି ଅଛି, ଆପଣଙ୍କର ତ କିଛି ବି ଅଭାବ ନଥିବ। ଅବଶ୍ୟ ଆପଣ ଏ ଦୁନିଆରେ ଜଣେ ସୁଖୀ ଲୋକ। ଏଥର ସେ ଧନୀ ବ୍ୟକ୍ତି ଜଣକ ଦୁଃଖୀ ମନରେ କହିଛନ୍ତି, ନାହିଁ ଗୁରୁବର, ଆପଣ ଇଏ କେମିତି କଥା କହୁଛନ୍ତି? ଆପଣ ତ ଜାଣିଛନ୍ତି ଯେ ମୋର 2ଟି ହାତ କାମ କରେନି। ମୋର ଏ ସମସ୍ତ ସମ୍ପତ୍ତି ବଦଳରେ ବି ମୁଁ ନିଜ ହାତକୁ ଠିକ୍ କରିପାରିବିନି। ଏମିତିରେ ଏ ସମ୍ପତ୍ତିର ବା ମୂଲ୍ୟ କ'ଣ? ୟାଠୁ ତ ଭଲ ହୋଇଥାନ୍ତା କି ଭଗବାନ ପଛେ ଗରିବ ଘରେ ଜନ୍ମ ଦେଇଥାନ୍ତେ, କିନ୍ତୁ ମୋର ହାତ 2ଟି ସମସ୍ତଙ୍କ ଭଳି କାମ କରୁଥାନ୍ତା। କେ ଜାଣି କେଉଁ ଜନ୍ମରେ କି ଭୁଲ କରିଛି ବୋଧେ, ସେଇଥିପାଇଁ ଏମିତି ଭୋଗିବାକୁ ପଡ଼ୁଛି। ମୋ ପରି ଦୁଃଖୀ ତ ଏ ସଂସାରରେ କେହି ନଥିବେ। ଏଥର ସେ ବୌଦ୍ଧ ଭିକ୍ଷୁ ଜଣକ ସେ ଗରିବ ଲୋକ ଜଣକୁ ଇସାରାରେ ପଚାରିଛନ୍ତି, ବତ୍ସ, ତୁମ ପାଖରେ ଏବେ ଆଉ ଏକ ସୁଯୋଗ ଅଛି। ଯଦି ତୁମେ ଚାହିଁବ ତ ନିଜର 2ଟି ହାତ ଦେଇପାରିବ, ଆଉ ତା ବଦଳରେ ଏ ସମସ୍ତ ସମ୍ପତ୍ତିର ମାଲିକ ହୋଇପାରିବ। କ'ଣ କହୁଛ? ତୁମେ ଏଥିରେ ରାଜି ତ? ଏଥର ତ ନିଜର ଆଖି ବି ଦେବାକୁ ପଡ଼ିବନି, ନିଜର ଜୀବନକୁ ଭରପୁର ଭାବରେ ଉପଭୋଗ କରିପାରିବ। ସେ ଗରିବ ଲୋକ ଜଣକ ଟିକେ ନୀରବ ରହିଲା ପରେ କହିଛନ୍ତି, ଇଏ ଆପଣ କ'ଣ କହୁଛନ୍ତି ଗୁରୁବର? ଜଣେ ପଙ୍ଗୁ ହେଲା ପରେ ଏତେ ସମ୍ପତ୍ତି ନେଇ ମୁଁ କରିବି କ'ଣ? କ'ଣ ଆପଣଙ୍କ ପାଖରେ କେହି ଏମିତି ବ୍ୟକ୍ତି ନାହାନ୍ତି ଯାହାଙ୍କର ସମ୍ପୂର୍ଣ୍ଣ ଶରୀରଟି ସୁସ୍ଥ ଥିବ ଆଉ ତା ପାଖରେ ବହୁତ ସମ୍ପତ୍ତି ବି ଥିବ? ଏଥର ସେ ବୌଦ୍ଧ ଭିକ୍ଷୁ ଜଣକ ଗରିବ ଲୋକ ଜଣକୁ ଆଉ ଏକ ଧନୀ ଲୋକଙ୍କ ପାଖକୁ ନେଇଯାଇଛନ୍ତି। ଏ ବ୍ୟକ୍ତିଙ୍କର ଘରଟା ବି ସେମାନଙ୍କ ଠାରୁ ଆହୁରି ବଡ଼ ଥିଲା। ଗରିବ ବ୍ୟକ୍ତି ଜଣକ ସେ ଘର ଦେଖି ପୁଣି ଚକିତ ହୋଇଯାଇଛନ୍ତି ଆଉ କହିଛନ୍ତି, ହେ ଗୁରୁବର, ଏଠାରେ ଅବଶ୍ୟ କେହି ଜଣେ ସୁଖୀ ଲୋକ ରହୁଥିବେ। ଏତେ ବଡ଼ ଘର ଆଉ ଆଜିର ଦୁନିଆର ସମସ୍ତ ସୁଖ ସୁବିଧା ଏଥିରେ ଅଛି। ଇଏ ତ ଅବଶ୍ୟ ଜଣେ ସୁଖୀ ଲୋକର ଘର। ଏଥର ସେ ଭିକ୍ଷୁ ଜଣକ ଏ ଗରିବ ଲୋକ ଜଣକୁ ସେଇ ଧନୀ ଲୋକଙ୍କ ପାଖକୁ ନେଇଯାଇଛନ୍ତି ଆଉ ତାଙ୍କୁ ପଚାରିଛନ୍ତି, ଆପଣଙ୍କ ପାଖରେ ତ ଏତେ ସାରା ସମ୍ପତ୍ତି ଅଛି, ଆପଣ ତ ବହୁତ ଖୁସିରେ ରହୁଥିବେ ନା? ଉତ୍ତରରେ ସେ ଧନୀ ଲୋକ ଜଣକ କହିଛନ୍ତି, ହେ ଗୁରୁଦେବ, ଆପଣ କେମିତିକା ଆନନ୍ଦ କଥା କହୁଛନ୍ତି? ମୋ ପରି ଦୁଃଖୀ ତ ଏ ଦୁନିଆରେ ବି କେହି ନଥିବେ। ମୁଁ ଏବେ ବହୁତ କଷ୍ଟରେ ଅଛି। ମୋ ପତ୍ନୀ ମୋତେ ଧୋକା ଦେଇଛି। ସିଏ ଏବେ ଅନ୍ୟ ଜଣକୁ ଭଲ ପାଉଛି। ସେ ମୋ ଠାରୁ ବି ଆହୁରି ଧନୀ ଆଉ ତାଙ୍କ ସହ ପଳେଇ ବି ଯାଇଛି। ମୋତେ ତ ଯାହା ଲାଗୁଛି ଏ ଧନ ସମ୍ପତ୍ତି କେବେ ସୁଖ ଦେଇ ନପାରେ। ଆଉ ଯେବେ ମନରେ ଶାନ୍ତି ନାହିଁ, ତେବେ ଏ ସମ୍ପତ୍ତି ଅବା କେଉଁ କାମକୁ? ମୋ ଠାରୁ ତ ସୁଖୀ ସେହି ଲୋକ ଯିଏକି ଗରିବ ହଉ ପଛକେ ନିଜର ପତ୍ନୀ ସହିତ ସୁଖରେ ରହୁଥିବ। ମୁଁ ତ ଏବେ ଏଇଟା ନିର୍ଣ୍ଣୟ କରିଛି ଯେ ମୋ ନିଜ ପତ୍ନୀ ଆଉ ତା ପ୍ରେମୀକୁ ସବୁଦିନ ପାଇଁ ଦୁନିଆରୁ ବିଦା କରିଦେବି। ଏଥର ସେ ବୌଦ୍ଧ ଭିକ୍ଷୁ ଜଣକ କହିଛନ୍ତି, ଠିକ୍ ଅଛି, ମୁଁ କିଛି ଉପାୟ କରୁଛି, କିନ୍ତୁ ଏବେ ତ ବହୁତ ଭୋକ କଲାଣି,
କ'ଣ କିଛି ଖାଇବା ବ୍ୟବସ୍ଥା ହେଇପାରିବ? ଯାଅ, ତୁମେ ଆମ 3 ଜଣଙ୍କ ପାଇଁ ଖାଇବା ବ୍ୟବସ୍ଥା କର, ଆମେ ସାଙ୍ଗ ହୋଇ ଖାଇବା। ଆଉ ହଁ, ସାଙ୍ଗରେ କିଛି କାଚ ଗୁଣ୍ଡ ବି ଆଣିଥିବ। ସେଇ ଧନୀ ବ୍ୟକ୍ତି ଜଣକ ସାଧୁ ସନ୍ଥଙ୍କର ବହୁତ ଆଦର କରୁଥିଲେ, ତ ସେ ଆଗ୍ରହ ଦେଖି ଏମାନଙ୍କର ଖାଇବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏଇଟା ବୁଝିପାରୁନଥିଲେ ଯେ ଇଏ କାଚ ଗୁଣ୍ଡ ନେଇ ବା କରିବେ କ'ଣ। ତଥାପି ଆଉ କିଛି ନ କହି ଯାଇ ସେମାନଙ୍କ ପାଇଁ ଖାଇବା ଆଣିଛନ୍ତି, ଆଉ ସାଙ୍ଗରେ କିଛି କାଚ ଗୁଣ୍ଡ ବି ଆଣିଥାନ୍ତି। ପୁଣି 3 ଜଣ ଯାକ ଏକା ସାଙ୍ଗରେ ଖାଇ ବସିଲେ। ଏତିକି ବେଳେ ସେ ବୌଦ୍ଧ ଭିକ୍ଷୁ ଜଣକ କିଛି କାଚ ଗୁଣ୍ଡ ନେଇ ସେ ଧନୀ ଲୋକଙ୍କ ଥାଳିରେ ବୁଣି ଦେଇଛନ୍ତି, ଆଉ କହିଛନ୍ତି, ନିଅ ବାବୁ, ତୁମେ ଏଥର ଖାଇପାର। ଧନୀ ଲୋକ ଜଣକ ଆଶ୍ଚର୍ଯ୍ୟ ହୋଇଛନ୍ତି, ଆଉ କହିଛନ୍ତି, ହେ ଗୁରୁବର, ଆପଣ ଇଏ କ'ଣ କହୁଛନ୍ତି? ଆପଣ ତ ଥାଳିରେ କାଚ ଗୁଣ୍ଡ ମିଶାଇ ଦେଇଛନ୍ତି, ମୁଁ ଏହାକୁ କେମିତି ଭୋଜନ କରିବି? ଏହାକୁ ଖାଇଲେ ତ ମୋର ବହୁତ ଅସୁବିଧା ହେବ, ହୋଇପାରେ କି ଜୀବନ ବି ଚାଲି ଯାଇପାରେ। ଏଥର ସେ ଭିକ୍ଷୁ ଜଣକ ହସିବାକୁ ଲାଗିଛନ୍ତି, ଆଉ କହିଛନ୍ତି, ତୁମେ ଏଇଟା ତ ବୁଝିପାରିଲ, କିନ୍ତୁ ଆଉ ଗୋଟିଏ ବି ଉପାୟ ଅଛି କି ଯଦି ଏହାକୁ ଏବେ ଖାଇବାକୁ ଚାହୁଁଛ, ତେବେ ଏଥିରୁ ସେ କାଚ ଗୁଣ୍ଡ ସବୁ ବାହାର କରିବାକୁ ପଡ଼ିବ। ତେବେ ଯାଇ ଏଇଟା ଖାଇବା ଯୋଗ୍ୟ ବା ତୁମେ ଖାଇପାରିବ। ଏଥର ସେ ଧନୀ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଛନ୍ତି, ଆପଣ ଠିକ୍ କ'ଣ କହିବାକୁ ଚାହୁଁଛନ୍ତି? ମୋତେ ତ ବୁଝେଇକି କୁହନ୍ତୁ। ଏଥର ସେ ଭିକ୍ଷୁ ଜଣକ ସେ ଧନୀ ବ୍ୟକ୍ତି ଜଣକୁ କହିଛନ୍ତି, ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯିଏକି ଭୋଜନରେ ମିଶା ଯାଇଥିବା କାଚ ଗୁଣ୍ଡ ସଦୃଶ। ଯଦି ତୁମେ ସେମାନଙ୍କ ସଂସ୍ପର୍ଶରେ ଆସିବ, ତେବେ ତୁମକୁ କଷ୍ଟ ପାଇବାଟା ସ୍ୱାଭାବିକ। ଯେମିତି କାଚ ଗୁଣ୍ଡ ମିଶା ଖାଦ୍ୟରୁ ତୁମେ ଗୁଣ୍ଡତକ ବାହାର କଲେ ଯାଇକି ସେବନ କରିପାରିବ, ସେହି ନ୍ୟାୟରେ ତୁମ ଜୀବନରେ ମଧ୍ୟ ଏହି କାଚ ଗୁଣ୍ଡ ସଦୃଶ ନିଜର ଅନିଷ୍ଟକାରୀ ଲୋକଙ୍କୁ ନିଜ ଜୀବନରୁ ବାଛି ଅଲଗା କରିଦିଅ। ଆଉ ଯେଉଁଟା ତୁମ ପାଖରେ ଅଛି, ତୁମେ ତାହା ପ୍ରତି ଧ୍ୟାନ ଦିଅ। ଅର୍ଥାତ୍ ତୁମେ ସେହି ଲୋକଙ୍କୁ ଭୁଲି ଯାଅ କି ଯିଏ ଏବେ ତୁମ ଜୀବନରେ ନାହାନ୍ତି, ଆଉ ସେଇମାନଙ୍କୁ ଧ୍ୟାନ ଦିଅ ଯିଏ ଏବେ ତୁମ ସାଙ୍ଗରେ ଅଛନ୍ତି। ଯେମିତି ତୁମ ଝିଅ, ସିଏ ବି ତ ତୁମର ଶ୍ରଦ୍ଧା କରେ, ନିଜର ଦୁନିଆ ଭାବେ। କ'ଣ ଏଇଟା ବି ତୁମର କର୍ତ୍ତବ୍ୟ ନୁହେଁ ଯେ ତୁମେ ତାର ଧ୍ୟାନ ରଖିବ? ସୁଖ ତ ତୁମ ନିଜ ପାଖରେ ଅଛି, ବାସ୍ କେବଳ ଏଇ କାଚ ଗୁଣ୍ଡ ଗୁଡ଼ିକ, ଅର୍ଥାତ୍ ତୁମର ପତ୍ନୀ ଆଉ ତାଙ୍କ ପ୍ରେମୀଙ୍କର କୌଣସି ଅନିଷ୍ଟ କରିବା ଭାବନାଟିକୁ ନିଜ ମନରୁ ବାହାର କରିଦିଅ, ଅନ୍ୟଥା ସେ ତୁମ ପାଇଁ ବିପଦ ହୋଇପାରେ। ଏହାର ପରିଣାମ କେବେ ବି ତୁମ ପାଇଁ ମଙ୍ଗଳ ହେବନି। ଏତିକି ଉପଦେଶ ସହିତ ଭିକ୍ଷୁ ଜଣକ ନୀରବ ହୋଇଛନ୍ତି, ଆଉ ସେ ଧନୀ ବ୍ୟକ୍ତି ଜଣକ ନିଜର ଭୁଲ ବୁଝିପାରିଛନ୍ତି। ତତ୍କ୍ଷଣାତ୍ ସେ ଭିକ୍ଷୁ ଜଣଙ୍କର ଗୋଡ଼ ତଳେ ପଡ଼ିଛନ୍ତି, ଆଉ କହିଛନ୍ତି, ହେ ଗୁରୁବର, ଆପଣ ମୋତେ ପାପରୁ ରକ୍ଷା କରିଛନ୍ତି, ମୋତେ ଆପଣ ସଠିକ୍ ମାର୍ଗଦର୍ଶନ କରିଛନ୍ତି। ଏଥର ସେଇ ଭିକ୍ଷୁ ଜଣକ ଗରିବ ବ୍ୟକ୍ତି ଜଣକୁ ସେଠାରୁ ନେଇ ଆଗକୁ ବଢ଼ିଛନ୍ତି, ଆଉ ଗଲା ବାଟରେ ସେ ଗରିବ ଲୋକ ଜଣକ ସେ ଭିକ୍ଷୁ ଜଣକୁ ପଚାରିଛନ୍ତି, ହେ ଗୁରୁବର, କ'ଣ ଏ ଦୁନିଆରେ କେହି ବି ସୁଖୀ ନାହାନ୍ତି? ଏଥର ସେ ଭିକ୍ଷୁ ଜଣକ ସେହି ଲୋକ ଜଣକୁ ପଚାରିଛନ୍ତି, ବତ୍ସ, ବାସ୍ତବରେ ତୁମେ ଏ ଦୁନିଆରେ କାହିଁକି ସୁଖୀ ନୁହଁ? ବ୍ୟକ୍ତି ଜଣକ ନୀରବ ରହିଛନ୍ତି, ତାଙ୍କ ପାଖରେ କୌଣସି ଉତ୍ତର ନାହିଁ। ଏଥର ଭିକ୍ଷୁ ଜଣକ କହିଛନ୍ତି ଯେ ତୁମେ ଏଇଥିପାଇଁ ଦୁଃଖୀ ହେଉଛ, ଯାହା ତୁମ ପାଖରେ ନାହିଁ ତୁମେ ସେଇଟା ଖୋଜୁଛ। ତୁମ ପାଖରେ ଅର୍ଥ ନାହିଁ, ସମ୍ପତ୍ତି ନାହିଁ, ଆଉ ତୁମକୁ ସେଇଟା ଦରକାର। ତୁମେ ଧନୀ ହେବାକୁ ଚାହୁଁଛ, ତୁମକୁ ଲାଗୁଛି ଯେ ଧନ ହିଁ ତୁମକୁ ସୁଖ ଆଣିଦେବ, କିନ୍ତୁ ତୁମେ ପ୍ରକୃତ ବାସ୍ତବିକତାକୁ ଭୁଲି ଯାଉଛ କି ପରବର୍ତ୍ତୀ ସମୟରେ ତୁମକୁ ସେଇ ଧନ ହିଁ ଦୁଃଖର କାରଣ ବନିଯିବ। ଯେମିତିକି ଆମେ ପ୍ରଥମ ଜଣେ ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ, ଯାହାଙ୍କ ପାଖରେ ଆଖି ନଥିଲା। ତାଙ୍କ ପାଖରେ ଯେଉଁଟା ନାହିଁ ସେ ତାରି ପାଇଁ ତରସୁଛନ୍ତି, ପରନ୍ତୁ ତାଙ୍କ ପାଖରେ ତ ଅସୀମିତ ଧନ ସମ୍ପତ୍ତି ଅଛି, ଆଉ ତାଙ୍କ ବାକି ଶରୀର ବି ସମ୍ପୂର୍ଣ୍ଣ ସୁସ୍ଥ ଅଛି, କିନ୍ତୁ ସେଥିପ୍ରତି ତାଙ୍କର କୌଣସି ଧ୍ୟାନ ନାହିଁ। ଏସବୁ କିଛି ବାଦ୍ ଦେଇ ସେ ଏମିତି ଜିନିଷ ପଛରେ ଧାଉଁଛନ୍ତି ଯାହା ତାଙ୍କ ପାଖରେ ନାହିଁ। ପୁଣି ଆମେ ଯେଉଁ ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ, ତାଙ୍କ ପାଖରେ ଆଖି ଅଛି, ଧନ ସମ୍ପତ୍ତି ବି ଅଛି,
କିନ୍ତୁ ନିଜର ହାତ ନାହିଁ। ଆଉ ଯେଉଁ ଜିନିଷ ତାଙ୍କ ପାଖରେ ଅଛି ସେ ସେତିକିରେ ଖୁସି ନୁହନ୍ତି। ତାଙ୍କ ପାଖରେ ଯେଉଁଟା ନାହିଁ ତାଙ୍କୁ ତ ସେଇଟା ଦରକାର। ସେହିପରି ଆମେ ଯେଉଁ ତୃତୀୟ ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ, ସିଏ ମଧ୍ୟ ଦୁଃଖରେ ଥିଲେ। କାହିଁକି ନା ତାଙ୍କ ପାଖରେ ମଧ୍ୟ ଅସୀମିତ ଧନ ସମ୍ପତ୍ତି ଅଛି, ସମସ୍ତ କିଛି ସୁବିଧା ମଧ୍ୟ ଅଛି, ଆଉ ସମ୍ପୂର୍ଣ୍ଣ ଦେହ ମଧ୍ୟ ସୁସ୍ଥ ଅଛି। କିନ୍ତୁ ତା ପାଖରେ ନାହିଁ କ'ଣ? ନିଜର ପତ୍ନୀ ନାହିଁ, ଯିଏକି ୟାଙ୍କୁ କେବେ ଭଲ ହିଁ ପାଇନଥିଲେ। ସେ ତ ୟାଙ୍କ ଧନ ସମ୍ପତ୍ତି ଦେଖି ବିବାହ କରିଥିଲେ, ଆଉ ଏବେ ଅନ୍ୟ ପାଖରେ ଦେଖିଲେ ଅଧିକ ସମ୍ପତ୍ତି ଅଛି ତ ୟାଙ୍କୁ ଛାଡ଼ି ତାଙ୍କ ସହ ପଳେଇଗଲେ। କିନ୍ତୁ ସେହି ବ୍ୟକ୍ତି ଜଣକ ପାଖରେ ନିଜର ଝିଅ ଅଛନ୍ତି, ତାହା ପ୍ରତି ୟାଙ୍କର କୌଣସି ଧ୍ୟାନ ନାହିଁ। ବାସ୍ତବରେ ସେ ଧନୀ ହୁଅନ୍ତୁ ବା ଗରିବ, ଏ ଦୁନିଆରେ କେହି ବି କମ୍ପ୍ଲିଟ୍ ନୁହଁ, କେହି ବି ଏଠି ସମ୍ପୂର୍ଣ୍ଣ ନୁହନ୍ତି। କାହାରି ପାଖରେ ଏଠି ସବୁ କିଛି ପୂର୍ଣ୍ଣତା ନାହିଁ। ଦୁଃଖୀ ତ ଆମେ ଏଇଥିପାଇଁ ହେଇଥାଉ କି ଆମ ପାଖରେ ଯେଉଁଟା ନାହିଁ ଆମେ ସବୁବେଳେ ସେଇଟାକୁ ପାଇବା ପାଇଁ ଚେଷ୍ଟା କରିଥାଉ, ଆଉ ଯେଉଁଟା ଆମ ପାଖରେ ଅଛି ତାର କୌଣସି ମୂଲ୍ୟ ନାହିଁ। ବାସ୍ତବରେ ଯେଉଁ ଆନନ୍ଦ ଯାହାକୁ କହିବା, ସେ ଆନନ୍ଦ ତ ଆପଣଙ୍କ ପାଖରେ ଅଛି। ବର୍ତ୍ତମାନ ଯେଉଁଟା ଆପଣଙ୍କ ପାଖରେ ଅଛି, କ'ଣ ତାହାର କିଛି ମୂଲ୍ୟ ନାହିଁ? ବତ୍ସ, ମୋତେ ଆଉ ଏକ ପ୍ରଶ୍ନର ଉତ୍ତର ଦିଅ। ସେ 3 ଜଣ ଧନୀ ବ୍ୟକ୍ତିଙ୍କ ପାଖରେ ଯେଉଁ ଦୁଃଖ, କ'ଣ ୟା ଭିତରୁ କୌଣସି ବି ଦୁଃଖ ଅଛି ତମ ଭିତରେ? ବ୍ୟକ୍ତି ଜଣକ ନୀରବ ରହିଛନ୍ତି, ଆଉ ମୁଣ୍ଡ ହଲେଇକି ମନା କରିଦେଇଛି। ଇଏ କହିଛନ୍ତି, ତେବେ ତୁମେ ଦୁଃଖୀ କାହିଁକି? ବ୍ୟକ୍ତି ଜଣକ କହିଛନ୍ତି, ହେ ଗୁରୁବର, ମୁଁ ମାନୁଛି ଯେ ମୁଁ ସେମାନଙ୍କ ଠାରୁ ସୁଖୀ, କିନ୍ତୁ କ'ଣ ଅର୍ଥ କମେଇବା ଆଉ ଧନୀ ହେବାର ଇଚ୍ଛା ରଖିବାଟା ଜରୁରୀ ନୁହଁ? କ'ଣ ମୋତେ ମୋର ଏହି ବର୍ତ୍ତମାନକୁ ଏହି ଭାବରେ ସ୍ୱୀକାର କରିନେବା ଦରକାର? କ'ଣ ମୁଁ ସବୁବେଳେ ଏମିତି ଗରିବ ରହିବା ଦରକାର? ଗୁରୁଦେବ କହିଛନ୍ତି, ନାହିଁ। ତମେ ବର୍ତ୍ତମାନ ସମୟରେ ବର୍ତ୍ତମାନର ଆନନ୍ଦ ନିଅ, ଆଉ ଏମିତି କର୍ମ କର ଯାହାକି ତୁମକୁ ଭବିଷ୍ୟତରେ ଆହୁରି ଆନନ୍ଦିତ କରିପାରିବ, ତୁମର ଭବିଷ୍ୟତ ଉଜ୍ଜଳ ହେଇପାରିବ। କିନ୍ତୁ ବର୍ତ୍ତମାନ ଯେଉଁଟା ନାହିଁ ସେ ପ୍ରତି କୌଣସି ଆସକ୍ତି ରଖ ନାହିଁ। ଯେଉଁଟା ହାସିଲ କରିବାକୁ ଚାହୁଁଛ ତାହା ପ୍ରତି ନିଜର କର୍ମ କରିଚାଲ, ଆଉ ସେଇ କର୍ମଫଳ ତୁମକୁ ଭବିଷ୍ୟତରେ ମିଳିବ। ପରିସ୍ଥିତି ଆଜିର ଯେମିତି ବି ହେଇଥାଉ, ଯେଉଁଟା ଏବେ ଅଛି ସେଇଟାକୁ ନେଇ ଖୁସିରେ ରହିବା ସହିତ ଭବିଷ୍ୟତରେ ଅଧିକ ସଫଳତା ପାଇ ନିଜର କର୍ମ କରିଚାଲ। ଏଥର ସେ ବ୍ୟକ୍ତି ଜଣକ ନିଜର ଭୁଲ ବୁଝିପାରିଥିଲେ, ଆଉ ଜୀବନର ପ୍ରକୃତ ଆନନ୍ଦକୁ ଉପଭୋଗ କରିବାରେ ଲାଗିଥିଲେ। ବାସ୍ତବରେ ଜୀବନରେ ଆମର ଏମିତି ଜଣେ ଗୁରୁ ଦରକାର, ଯିଏକି ଆମକୁ ସଠିକ ମାର୍ଗଦର୍ଶନ କରିପାରିବେ। ଶେଷରେ ଏତିକି କହିବି, ଆପଣମାନେ ନିଜ ମୋବାଇଲରେ ଇଆଡ଼ୁ ସିଆଡ଼ୁ ଭିଡ଼ିଓ ଦେଖୁଛନ୍ତି, ତା ବଦଳରେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଦେଖିବେ ନିଶ୍ଚିତ କିଛି ନା କିଛି ଆପଣଙ୍କର ଉପକାରରେ ଆସିବ। ରହୁଛି, ଧନ୍ୟବାଦ ସମସ୍ତଙ୍କୁ।